ସମସ୍ତଙ୍କୁ ମୋର ଜୟ ଜଗନ୍ନାଥ। ସମସ୍ତଙ୍କ ଭିତରେ ସେ ଜଗନ୍ନାଥଙ୍କ ଭାବ ଜାଗ୍ରତ ହେଉ। ଜଗନ୍ନାଥ ଶବ୍ଦର ଅର୍ଥ କ'ଣ? ଜାଗ୍ରତ ହେବା। ସମସ୍ତଙ୍କୁ ଜାଗ୍ରତ ହେବା, ଜାଗ୍ରତ କରେଇବା। ଆମେ ହେଉଛେ ଜଗନ୍ନାଥ ଦେଶର ଲୋକ, ଆମେ ଓଡ଼ିଆ ଲୋକ। ଆମର ଜୀବନ ଜଗନ୍ନାଥ, ଆମର ଚେତନା ଜଗନ୍ନାଥ, ଆମର ସବୁକିଛି ଜଗନ୍ନାଥ। ଆମେ ଜଗନ୍ନାଥମୟ ଭିତରେ ବଞ୍ଚିଛେ। ତେଣୁ ଆମେ ସମସ୍ତେ ଓଡ଼ିଆବାସୀ, ସମସ୍ତେ ଜଗତବାସୀ, ଆମେ ଜଗନ୍ନାଥଙ୍କୁ ଘରେ ରଖି ପୂଜା କରିବା। ଜଗନ୍ନାଥଙ୍କର ଯେଉଁ ବିଗ୍ରହ ଅଛି, ଚତୁର୍ଦ୍ଧା ମୂର୍ତ୍ତି, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ଆମେ 11 ଅଙ୍ଗୁଳିରୁ ଉର୍ଦ୍ଧ୍ୱ ହେବନି। ଆମେ ଯଦି ଆମ ପରିବାର ଭିତରେ, ଘର ଭିତରେ ପୂଜା କରିବା, ତାହେଲେ 11 ଇଞ୍ଚରୁ କମ୍ ଥିବ। 11 ଇଞ୍ଚ ପର୍ଯ୍ୟନ୍ତ ଆମେ ବିଗ୍ରହଙ୍କୁ, ଚତୁର୍ଦ୍ଧା ବିଗ୍ରହଙ୍କୁ ରଖିକି ପୂଜା କରିବା। ତାଙ୍କୁ ସବୁଦିନ ଆମେ ତୁଳସୀ ପତ୍ର, ଫୁଲ, ଚନ୍ଦନ, ଧୂପ, ଦୀପ, ନୈବେଦ୍ୟ ସମସ୍ତଙ୍କୁ ସମର୍ପଣ କରି ଆମେ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ତାଙ୍କରି ଆଶୀର୍ବାଦ ଭିକ୍ଷା କଲେ ନିଶ୍ଚିତ ଆମ ଭିତରେ ଏକ ପରିବର୍ତ୍ତନ ଆସିବ। ଆମର ଶରୀର ରୋମାଞ୍ଚ ହୋଇଯିବ, ଆଖି ଚଳଚଳ ହୋଇଯିବ। ଆମେ ଦୁଇ ବାହୁକୁ ଉଚ୍ଚ କରି ଯଦି ମହାପ୍ରଭୁ, ମୁଁ ଆପଣଙ୍କର, ଆମେ ସମସ୍ତେ ଆପଣଙ୍କର ଶରଣାଗତ, ଆମ ଭିତରେ ଯାହା କିଛି ଅଛି ସବୁ ଆମେ ଆପଣଙ୍କୁ ସମର୍ପଣ କରୁଛୁ। ଆମ ଭିତରେ ଦିବ୍ୟ ଚେତନା ଜାଗ୍ରତ କରନ୍ତୁ। ଆମର ଜଗନ୍ନାଥ ଯେମିତି ସାରା ବିଶ୍ୱରେ ପ୍ରତିଷ୍ଠିତ ହେବ, ସାରା ବିଶ୍ୱରେ ଜଗନ୍ନାଥମୟ ହେବ, ଏହା ହିଁ ଆମେ ଆପଣଙ୍କ ପାଖରେ ପ୍ରାର୍ଥନା କରୁଛୁ। ଆମ ଭିତରେ ଯେମିତି ଭାତୃତ୍ୱ ଭାବ ରହିବ, ଯେ କୌଣସି ଛନ୍ଦ, କପଟ, ଲୋଭ, ମୋହ ମୋତେ ଯେମିତି ଗ୍ରାସ ନ କରେ। ମୁଁ ସବୁବେଳେ ଯେମିତି ଆପଣଙ୍କ ସେବାରେ ରହିବି, ଏତିକି ମୋତେ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କର କଲ୍ୟାଣ କରନ୍ତୁ। ଏଇଭଳି ମନୋଭାବ ରଖି ଯଦି ଆମେ ପ୍ରତ୍ୟେକ ଦିନ ଜଗନ୍ନାଥଙ୍କୁ ପୂଜା କରିବା, ଅର୍ଚ୍ଚନା କରିବା, ବନ୍ଦନା କରିବା, ସ୍ମରଣ କରିବା, ତାଙ୍କ ନାମ ଜପ କରିବା, ତାଙ୍କ ସ୍ତୁତି ପାଠ କରିବା, ଗୀତ ଗୋବିନ୍ଦ ତାଙ୍କ ପାଖରେ, ତାଙ୍କର ସବୁଠୁ ପ୍ରିୟ ହେଉଛି ଗୀତ ଗୋବିନ୍ଦ। ତାଙ୍କ ପାଖରେ ପ୍ରତ୍ୟେକ ଦିନ ଗୀତ ଗୋବିନ୍ଦ ପାଠ କଲେ ନିଶ୍ଚିତ ଭାବରେ ଜଗନ୍ନାଥଙ୍କ କୃପା ହେବ। ଏହା ମୋର ବ୍ୟକ୍ତିଗତ ଅନୁଭୂତି। ନିଶ୍ଚିତ ଆମ ଦେହ ରୋମାଞ୍ଚ ହୋଇଯିବ, ଅଶ୍ରୁ ଛଳଛଳ ହୋଇଯିବ। ଆମ ଭିତରେ ଏକ ଦିବ୍ୟ ଭାବ ଜାଗ୍ରତ ହେବ। ଯେଉଁଠି ଗୀତ ଗୋବିନ୍ଦ ପାଠ ହେଉଥାଏ, ସେଠାରେ ପ୍ରଭୁ ସ୍ୱୟଂ ଆବିର୍ଭାବ ହୋଇ କୃପା କରୁଣା କରିଥାନ୍ତି। ତେଣୁ ଆମେ ଜାଗ୍ରତ ଅବସ୍ଥାରେ ନିଶ୍ଚିତ ତାଙ୍କୁ ସ୍ମରଣ କରିବା, ପୂଜା କରିବା, ଅର୍ଚ୍ଚନା କରିବା, ଯାହାଫଳରେ ଆମକୁ ସବୁକିଛି ପ୍ରାପ୍ତି ହେବ ଏବଂ ଆମର ଜୀବନ ସୁଖମୟ, ଆନନ୍ଦମୟ, ଭକ୍ତିମୟ ହେବ। ଏଥିରେ କୌଣସି ସନ୍ଦେହ ନାହିଁ। ଜୟ ଜଗନ୍ନାଥ।